आज ମୁଁ ଆପଣମାନଙ୍କ ସହ ସେୟାର କରିବି ଆମ୍ବର ପୋଡ଼ପିଠା ଯେଉଁଟା ଆପଣମାନଙ୍କ ପାଇଁ ବିଲକୁଲ ବି ନୂଆ ନୁହଁ। ବହୁତ ଜଣ ଏଥର ରଜରେ ବନେଇଥିବେ, ତ ମୁଁ ଆପଣମାନଙ୍କୁ ଆଉ ଥରେ ଦେଖୁଛି ଏଥିପାଇଁ କି ଫାଷ୍ଟ ଟାଇମ୍ ପାଇଁ ମୁଁ ବନେଇଥିଲି ଏଥର ରଜରେ କେବଳ ଚାଉଳରେ ବନେଇଥିଲି, ଆଉ ଅଲଗା ସବୁ ଯାହା ବି ଇନଗ୍ରିଡିଏଣ୍ଟସ୍ ଦରକାର ଥିଲା ଆମ୍ବର ପୋଡ଼ପିଠା ପାଇଁ ସବୁ ଏକାଥରେ ପେଷ୍ଟ କରି ନେଇଥିଲି। ଆପଣଙ୍କୁ କହିବାକୁ ପଡ଼ିବନି, ଭିଡ଼ିଓରେ ଆପଣମାନେ ଚାହିଁଲେ ସର୍ଟ ଭିଡ଼ିଓରେ ଛାଡ଼ିଦେଲି ଦେଖିପାରିବେ। ତ ଆଉ ଥରେ ବନେଇବା ପାଇଁ ଇଚ୍ଛା ହେଲା। ଘରେ ଆମର ଚକୁଳି ପିଠା ପାଇଁ ବିରି ଚାଉଳର ଆଣ ବଟା ଯାଇଥିଲା, ଆଉ ବିରି ଚାଉଳ ଆଣ ମାନେ ବହୁତ ପ୍ରକାରର ପିଠା ଆପଣମାନେ ବନେଇ ପାରିବେ, ତା ଭିତରୁ ପୋଡ଼ପିଠା ଅନ୍ୟତମ। ଆଉ ଆମ୍ବ ଥିଲା ମୋ ପାଖରେ ଯେଉଁଟା ବହୁତ ବେଶୀ ପାଚିଥିଲା, ବହୁତ ମିଠା, କଲରଟା ପୁରା ଲାଲ ଏକଦମ, ଆଉ କଟା ଯିବା ପରିସ୍ଥିତି ନଥିଲା। ତାକୁ ଚିପୁଡ଼ିକି ହାତରେ ମୋତେ ରସ ବାହାର କରିବା ପାଇଁ ପଡ଼ିଲା। ଆଉ ଏଇ ରସରେ ଟିକେ ଚିନି ଦେଇ ପେଷ୍ଟ କରି ନେଇ ଆସିଲେ। ବ୍ୟାଟରରେ ଆମ୍ବର ରସ, ନଡ଼ିଆ କୋରା, ଗୋଲମରିଚ, ଗୁଜୁରାତିର ଗୁଣ୍ଡ, ଚେରି ଟିକେ ଦେଇ ଭଲ ଭାବରେ ମିଶାଇ ନେଲି। ତାପରେ ପ୍ରେସର କୁକରରେ ତେଲ ଟିକେ ଅଧିକ ଦେଇକି এই ବ୍ୟାଟରକୁ ଢାଳିଦେଲି ଏବଂ ସଜେଇବା ପାଇଁ ଟିକେ ନଡ଼ିଆ କୋରା, ଚେରି, କାଜୁ, ପେସ୍ତା ଦେଇକି 20 ମିନିଟ୍ ପର୍ଯ୍ୟନ୍ତ ତାକୁ ଟିକେ ବସେଇ ନେଲି। ଆଉ ହୁଇସିଲ୍ କାଢ଼ିବା ପାଇଁ ଜମା ବି ଭୁଲିବେନି, ହୁଇସିଲ୍ଟା କାଢ଼ିକି ରଖିଦେବେ। ତାପରେ ହେଇଗଲା ପରେ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିଦେଲି। ଛାଡ଼ିଦେଲା ପରେ ହେଇଗଲା ଆମର ଆମ୍ବର ପୋଡ଼ପିଠା, ଯେଉଁଟା ଆଗ ଅପେକ୍ଷା ମୋତେ ବହୁତ ବେଶୀ ଭଲ ଲାଗିଲା ଆଉ ବହୁତ ଇଜି ଲାଗିଲା। ଆପଣମାନେ ନିହାତି ଘରେ ଟ୍ରାଏ କରନ୍ତୁ। କେମିତି କ'ଣ ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ।